तो ତାହା ହେଉଛି ସରକାରୀ ବ୍ୟବସ୍ଥା। ସରକାର ଯାହା ନିର୍ଦ୍ଦେଶ ଦେବେ ସେଇ ହିସାବରେ ସରକାର ସ୍ତରରେ ଯୋଉ ଅଦଳ ବଦଳ ହୁଏ ତାକୁ ଧରିକିନା ଆମର ଯୋଉ ବଦଳି ହେଇଛି। ତେଣୁକରି ବର୍ତ୍ତମାନ ଯୋଉ ଆମର ସମସ୍ତଙ୍କର ଯୋଉ ଅଛି କୋରାପୁଟ ମ୍ୟୁନିସିପାଲିଟିର କିଛି କାର୍ଯ୍ୟ ସବୁ ରହିଛି, ଯାହା ସବୁ ଉନ୍ନତିମୂଳକ କାର୍ଯ୍ୟ ରହିଛି ତାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ଆମକୁ ଆମର ଜଣେ ସ୍ଥାୟୀ ଓ ନିଯୁକ୍ତି ପାଇଁ ଆମେ ପ୍ରଶାସନକୁ ଅବଗତ କରେଇଥିଲୁ। ତା ସହିତ ବର୍ତ୍ତମାନ ଆମେ ଖବର ପାଉଛୁ ଯେ ରାଜ୍ୟରେ ଯୋଉ ଆମର ଡିପାର୍ଟମେଣ୍ଟରେ ସେଇ ଯୋଉ ଇଓଙ୍କର ଯୋଉ ସ୍ଥାୟୀ ଇଓଙ୍କର ଯୋଉ ଏଠି ବଦଳି ପାଇଁ ବର୍ତ୍ତମାନ ସେଠି କାର୍ଯ୍ୟରତ ଅଛି ଯୋଉ ଫାଇଲଟି ଖୁବ ଶୀଘ୍ର ହବ ବୋଲି ସେ ଆମକୁ ବାର୍ତ୍ତା ଦେଇଛନ୍ତି। କିନ୍ତୁ ଏଇ ମଧ୍ୟରେ ମଧ୍ୟ ଦୀର୍ଘ 1 ରୁ 2 ମାସ ଘଟିଗଲାଣି, ଯୋଉଦ୍ୱାରା କି ଡେଭଲପମେଣ୍ଟ କାମ ସ୍ଥଗିତ ରହିଯାଇଛି। ତେଣୁକରି ସରକାରଙ୍କୁ ଆମେ ନିବେଦନ କରୁଛୁ ଯଥାଶୀଘ୍ର ଏଇ ପଦବୀଟିକୁ ଯଦି ଆମକୁ ସ୍ଥାୟୀ ଦିଆଯାଏ ତାହେଲେ ଆମର ଯୋଉ ଉନ୍ନତିମୂଳକ କାର୍ଯ୍ୟ ସବୁ ରହିଛି ତାହା ତ୍ୱରାନ୍ୱିତ ହେବ। ଠପ୍ କଲେ ଆମର ଯୋଉ ସରକାରୀ ଅନୁଦାନ ସବୁ ଆସିଛି ତାହା ସବୁ ଟେଣ୍ଡର ହବା ଅବସ୍ଥାରେ ଅଛି। ଆଉ ତାହାର ସବୁ ଏଷ୍ଟିମେଟ ସବୁ ରେଡି ହେଇସାରିଛି। ଖାଲି ଟେଣ୍ଡର ପ୍ରକ୍ରିୟା ପାଇଁ ବୋଲି ତାହା ସ୍ଥଗିତ ଅଛି। ଆମର ସ୍ଥାୟୀ ନିଯୁକ୍ତି ହେଲା ପରେ ସେ ସବୁ କାର୍ଯ୍ୟ ଆଗକୁ ବଢିବ। କର୍ମଚାରୀଙ୍କର ଯୋଉ ଦରମାଟା ରହିଛି ତାକୁ ମଧ୍ୟ ତାହା ବି ଗୋଟେ କାରଣ। ତାହା ମଧ୍ୟ ଖୁବ ଶୀଘ୍ର ଯୋଉ କହିଛନ୍ତି ଯେ ବଦଳି ହେଇଯିବ, ଶେଷ ପର୍ଯ୍ୟାୟରେ ଅଛି। ତେଣୁକରି ଆମେ ମଧ୍ୟ ଜଗିଛୁ, ଆମେ ନିବେଦନ କରୁଛୁ ଯଥାଶୀଘ୍ର ଯଦି ତାଙ୍କୁ ଏଠି ନିଯୁକ୍ତି ଦିଆଯାଏ ତାହେଲେ ସବୁ କାର୍ଯ୍ୟ ସୁରୁଖୁରୁରେ ହବ ବୋଲି ଆମର ଆଶା ରହିଛି।